ଇଲିଶି ମାଛ ଯିଏ ଖାଇ ଜାଣିଛି ତାର ମଜା ସେ ହିଁ ନେଇପାରିଛି, କାହିଁକିନା ଏଥିରେ ବହୁତ କଣ୍ଟା ଥାଏ କିନ୍ତୁ ଆର ଟେଷ୍ଟ ବହୁତ ବଢ଼ିଆ ଲାଗେ। ନମସ୍କାର ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। କେମିତି ଅଛନ୍ତି ଆପଣମାନେ? ଆଶା କରୁଛି ସମସ୍ତେ ବହୁତ ଭଲରେ ଥିବେ। ଆଜି ଆପଣମାନଙ୍କ ସହିତ ସେୟାର କରିବି ଇଲିଶି ମାଛର ଗୋଟେ ଇଜି ଓଡ଼ିଆ ରେସିପି, ଯେଉଁଟାକି ପ୍ରାୟ ନର୍ମାଲି ସବୁ ଓଡ଼ିଆ ଘରେ ବନେଇଥାଏ। ଚାଲନ୍ତୁ ଆରମ୍ଭ କରିବା। ଇଲିଶି ମାଛକୁ ଦେଖନ୍ତୁ ଭଲ ଭାବେ କାଟିକି ଧୋଇକି ନେଇ ଆସିଛି। ସେଥିରେ ଲୁଣ ହଳଦୀ ଗୁଣ୍ଡ ପକାଇକି ଭଲ ଭାବେ ତାକୁ ମିକ୍ସ କରିନେଇଛି। ଗ୍ୟାସ୍ ଉପରେ କଢ଼େଇ ବସାଇ ନେଇଛି, ସୋରିଷ ତେଲ ପକାଇ ନେଇଛି। ତେଲକୁ ଭଲ ଭାବେ ଗରମ ହେବା ପାଇଁ ଦେବା, ତାପରେ ମାଛ ପକାଇବା। କାହିଁକିନା ତେଲ ଭଲ ଭାବେ ଗରମ ହେଲେ ମାଛ ଯେତେବେଳେ ଆମେ ଫ୍ରାଏ କରିବା ସେଇଟା ତଳୁ ଆଉ ଲାଗିବନି। ମାଛ ସବୁକୁ ସେଥିରେ ପକାଇ ନେଇଛି, ଆଉ ତାକୁ ହାଇ ଫ୍ଲେମ୍ରେ ରଖିକି ଓଲଟିକି ମାଛକୁ ଭଲ ଭାବେ କଡ଼ା କରିକି ଭାଜି ନେବା। ଏବେ ଦେଖନ୍ତୁ ମାଛ ବହୁତ ବଢ଼ିଆ ଭାଜି ହେଇଗଲାଣି। ଆଉ ଇଲିଶି ମାଛର ଟେଷ୍ଟ ଏତେ ଭଲ ଯେ ତାକୁ ଏମିତି ବି ଆପଣମାନେ ଫ୍ରାଏ କରିକି ପଖାଳ ଭାତ ସହିତ ଖାଇପାରିବେ, ବହୁତ ବଢ଼ିଆ ଲାଗେ। ମାଛ ଭାଜି ହେଇଗଲା ପରେ ସେମ୍ କଢ଼େଇରେ ଅଳ୍ପ ଟିକେ ତେଲ ପକାଇକି ମୁଁ ଆଳୁ ପକାଇ ନେଇଛି। ତା ସହିତ ଲୁଣ ଆଉ ହଳଦୀ ଗୁଣ୍ଡ ପକାଇକି ଆଳୁକୁ କଭର୍ କରିକି 2-3 ମିନିଟ୍ ପର୍ଯ୍ୟନ୍ତ ଆଳୁକୁ ଭାଜି ନେବା। ତା ଭିତରେ ମସଲା ପ୍ରସ୍ତୁତ କରିନେବା। 2 ଛୋଟ ଚାମଚ ସୋରିଷ, ହାଫ୍ ଛୋଟ ଚାମଚ ଜିରା, ଗୋଟେ ଶୁଖିଲା ଲଙ୍କା, କିଛିଟା ରସୁଣ ଆଉ ଗୋଟେ ପିଆଜ ମୁଁ ନେଇଛି। ଅଳ୍ପ ଟିକେ ପାଣି ଦେଇକି ଭଲ ଭାବେ ଗ୍ରାଇଣ୍ଡିଙ୍ଗ କରିକି ନେଇ ଆସିବା। ଲଙ୍କାର ପରିମାଣ ଆପଣମାନେ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ଏବେ ଦେଖନ୍ତୁ ମସଲାଟା ରେଡ଼ି ହେଇଯାଇଛି। ଆଉ ଯେଉଁ ମୁଁ ଏପଟେ ଆଳୁକୁ ଫ୍ରାଏ କରୁଥିଲି, ଆଳୁଟା ବହୁତ ବଢ଼ିଆ ଭାଜି ହେଇଗଲାଣି। 60-70% ଆଳୁଟା ଏଠି ମୋର ସିଝି ଯାଇଛି। ତାପରେ ଯେଉଁ ମସଲାକୁ ମୁଁ ଗ୍ରାଇଣ୍ଡିଙ୍ଗ କରିକି ରଖିଥିଲି, ମସଲା ପେଷ୍ଟଟାକୁ ପକାଇ ନେଇଛି। ତା ସହିତ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଆଉ ସ୍ୱାଦ ଅନୁସାରେ ଲୁଣ ପକାଇ ନେଇଛି। 2ଟା ଟମାଟୋକୁ ଛୋଟ ଛୋଟ ପିସେସ୍ରେ କାଟିକି ପକାଇ ନେଇଛି। ଆଉ ଛୋଟ ଛୋଟ ପିସ୍ ଆମ୍ବ ମୁଁ ପକାଇ ନେଇଛି 4-5ଟା। ଆଉ ଆମ୍ବ ପକାଇବା ଦ୍ୱାରା এই ତରକାରୀ ଟେଷ୍ଟ ବହୁତ ବଢ଼ିଆ ଲାଗିଥାଏ। এই ରେସିପିଟି ମୁଁ ଆକ୍ଚୁଆଲି ଗରମ ଦିନରେ ସୁଟ୍ କରିଥିଲି, କିନ୍ତୁ ଅପଲୋଡ଼ କରିପାରିନଥିଲି। କିନ୍ତୁ ଗରମ ଦିନରେ ଯେଉଁ ସମୟରେ ଆମ୍ବ ମିଳେ ଆପଣମାନେ ନିଶ୍ଚୟ ଥରେ ଟ୍ରାଏ କରିବେ, ଏଇଟା ଖାଇବା ପାଇଁ ବହୁତ ବଢ଼ିଆ ଲାଗେ। ଏବେ ଦେଖନ୍ତୁ ମସଲା ଭଲ ଭାବେ କଷି ହେଇଯାଇଛି। ତାପରେ ମୁଁ ସେଥିରେ ପାଣି ପକାଇ ନେଉଛି। ପାଣି ଭଲ ଭାବେ ଫୁଟିଗଲା ପରେ ଯେଉଁ ମାଛ ସବୁକୁ ଫ୍ରାଏ କରିକି ରଖିଥିଲି, ମାଛକୁ ସବୁ ପକାଇ ନେଇଛି। ତାପରେ କଭର୍ କରିକି 4-5 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା। 4-5 ମିନିଟ୍ ପରେ ଦେଖନ୍ତୁ ତରକାରୀଟା ଆମର ରେଡ଼ି ହେଇଯାଇଛି। ଆଉ ଆଳୁ ମଧ୍ୟ ସିଝି ଯାଇଛି, ଆଉ ବହୁତ ବଢ଼ିଆ ତା'ର କଲର୍ ମଧ୍ୟ ଆସିଯାଇଛି। ଏବେ ଆମର ଟେଷ୍ଟି ମାଛ ଆମ୍ବ ତରକାରୀ ରେଡ଼ି ହେଇଯାଇଛି। ନିଶ୍ଚୟ ଥରେ ଗରମ ଦିନରେ এই ରେସିପିକୁ ଟ୍ରାଏ କରିବେ। କଞ୍ଚା ଆମ୍ବ ପକାଇବା ଦ୍ୱାରା এই ରେସିପିର ଟେଷ୍ଟ ବହୁତ ବଢ଼ିଯାଇଥାଏ। आशा करुँच आज रेसिपीटी आपको भल लगी। जदि भल लगी चैनल को सब्सक्राइब करंतु और फेसबुक पेज रे देखुले पेज को फॉलो करने को बिल्कुल भूलंतुनी। थैंक यू।